Since the dawn of civilization, there have been many attempts to classify living organisms. ସିଭିଲାଇଜେସନର ଅର୍ଥ ହେଉଛି ସଭ୍ୟତା। ସଭ୍ୟତାର ଆରମ୍ଭ ହେବା ପାଖରୁ ଲିଭିଂ ଅର୍ଗାନିଜିମ୍ ମାନଙ୍କର କ୍ଲାସିଫିକେସନ ପାଇଁ ବହୁତ ସାରା ଆଟେମ୍ପ୍ଟ ନିଆଯାଇଛି। It was done instinctively, not using criteria that were scientific, but born out of a need to use organism for our own use. But ଯେତିକି ବି କ୍ଲାସିଫିକେସନ କରାଯାଇଥିଲା ସେଗୁଡ଼ା କେବଳ ସାଇଣ୍ଟିଫିକ୍ ବେସିସ୍ରେ ନଥିଲା, ଆମର ଅର୍ଗାନିଜିମ୍ ମାନଙ୍କର ନିଡ୍ ହିସାବରେ କ୍ଲାସିଫିକେସନ କରାଯାଇଥିଲା, ଯେମିତିକି ଫୁଡ୍, ସେଲ୍ଟର ଏବଂ କ୍ଲଥିଂ ଆଧାରରେ। Aristotle was the earliest to attempt a more scientific basis classification. Aristotle ଥିଲେ ପ୍ରଥମ ସାଇଣ୍ଟିଷ୍ଟ ଯିଏକି ଫାର୍ଷ୍ଟ ସାଇଣ୍ଟିଫିକ୍ ବେସିସ୍ର କ୍ଲାସିଫିକେସନ ଦେଇଥିଲେ। He used simple morphological character to classify plants into tree, herb and shrub. ସେ କାହାକୁ କ୍ରାଇଟେରିଆ ଭାବରେ ନେଇଥିଲେ? ସେ ସିମ୍ପଲ ମର୍ଫୋଲୋଜିକାଲ କ୍ୟାରେକ୍ଟରକୁ କ୍ରାଇଟେରିଆ ଭାବରେ ନେଇଥିଲେ ଏବଂ ସେହି କ୍ରାଇଟେରିଆ ଆଧାରରେ ପ୍ଲାଣ୍ଟକୁ ଟ୍ରିଜ୍, ସର୍ବ ଏବଂ ହର୍ବ ଭାବରେ ତିନି ଭାଗରେ ଡିଭାଇଡ୍ କରିଥିଲେ। He also divided animals into two groups, those which has red blood and those that did not. ସେ ଏନିମଲ ମାନଙ୍କୁ ମଧ୍ୟ ଦୁଇ ଭାଗରେ ବିଭକ୍ତ କରାଯାଇଥିଲେ ଏବଂ ଏଥିରେ କ୍ରାଇଟେରିଆ କିଏ ଥିଲା ନା ରେଡ୍ ବ୍ଲଡ୍। ଅର୍ଥାତ୍ ଏନିମଲ ମାନଙ୍କୁ ସେ ଏପରି ଭାଗରେ ବିଭକ୍ତ କରାଯାଇଥିଲେ ଯାହାର କ୍ରାଇଟେରିଆ ରହିଥିଲା ରେଡ୍ ବ୍ଲଡ୍। ଯେଉଁମାନଙ୍କ ପାଖରେ ରେଡ୍ ବ୍ଲଡ୍ ରହିଛି ସେମାନଙ୍କୁ ଗୋଟେ ଗ୍ରୁପରେ ରଖିଥିଲେ ଏବଂ ଯେଉଁମାନଙ୍କ ପାଖରେ ରେଡ୍ ବ୍ଲଡ୍ ନାହିଁ ସେମାନଙ୍କୁ ଆଉ ଗୋଟେ ଗ୍ରୁପରେ ରଖିଥିଲେ।